ଯେତେବେଳେ ନରସିଂହ ରାଓଙ୍କର ସରକାର ସମୟରେ 2096 ଗୃହୀତ ହେଇଛି। 2094 କମିଟି ଗଠନ ହେଇଥିଲା, ଭୁରିଆ କମିଟି ଗଠନ ହେଇଥିଲା। 96 ଠୁ ଆଜି ସୁଦ୍ଧା ଓଡ଼ିଶାରେ ତାକୁ ପ୍ରଚଳନ କରାଯାଇ ନାହିଁ। ତା କାରଣ ହେଲା ଆଦାନୀ ଆମ୍ବାନୀକୁ ଖଣି ଖାନା ଦେବା ପାଇଁ। ଆପଣ ଦେଖନ୍ତୁ, ଶାଶୁବୋହୂ ଖଣିଠୁ ଆରମ୍ଭ କରି ନନ୍ଦପୁର ଖଣିଠୁ ଆରମ୍ଭ କରି ଆଦାନୀ ଆମ୍ବାନୀକୁ ଯେଉଁ ଖଣି ମାନେ ଦେଇଛନ୍ତି ତାକୁ ଦେବା ପାଇଁ ସେମାନଙ୍କୁ ଦେବା ପାଇଁ ଆଦିବାସୀ ମାନଙ୍କୁ ଦଳିତ ଲୋକ କରି ଦିଆଯାଇଛି। ପେଶା ଆଇନ ହେଲେ ଯେଉଁ ଗାଁର ନିଷ୍ପତ୍ତି ସେ ଗାଁ ଲୋକମାନେ ପଲ୍ଲୀ ସଭା ଗ୍ରାମ ସଭାରେ ନିଷ୍ପତ୍ତି ନେବେ। ଯେହେତୁ ପେଶା ଆଇନ ଲାଗୁ କରାଯାଇ ନାହିଁ, ସେଇଥିପାଇଁ ଆଜି ଓଡ଼ିଶାର ଯେଉଁ 10ଟି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ 10ଟି ଜିଲ୍ଲା ଅବିଭକ୍ତ କୋରାପୁଟ, କଳାହାଣ୍ଡି, ବଲାଙ୍ଗୀରଠୁ ଆରମ୍ଭ କରି କେଉଁଝରଠୁ ଆରମ୍ଭ କରି ସୁନ୍ଦରଗଡ଼ ପର୍ଯ୍ୟନ୍ତ ଏ ଜିଲ୍ଲାମାନଙ୍କରେ ଯେଉଁ ଜନଜାତି ଅଛନ୍ତି ତାଙ୍କୁ ଅବହେଳା କରାଯାଉଛି। ସେଥିପାଇଁ ରାଜ୍ୟର ବିକାଶ ପାଇଁ ପେଶା ଆଇନ ନିହାତି ଆବଶ୍ୟକତା ରହିଛି। ଯେହେତୁ ଗଲା 5 ବର୍ଷ ପୂର୍ବତନ ବିଧାୟିକା ମାନଙ୍କୁ ତାଙ୍କର ଯେଉଁ ମେଡିକାଲ ଖର୍ଚ୍ଚ ମାସକୁ 2000 ଟଙ୍କା ରଖିଛନ୍ତି, 2000 ଟଙ୍କା ମାସ ରଖିଛନ୍ତି, ତାକୁ ବନ୍ଦ କରାଯାଉ ଏବଂ ତାଙ୍କୁ କିଛି ଅଧିକ ଅର୍ଥ ଦିଆଯାଉ। ପୂର୍ବତନ ବିଧାୟିକା ମାନଙ୍କର जो अवस्था आसुचंदी एठिक आलोचना करुचंदी आम सागर जो अवस्था कहले नसरे से भलरे चलवा लोकर सेवा करुले भलरे चलवा संकोचन ना बांटुले निजर प्रचार ताकू तो किए नहीं मद आईला तो किए तले पक चपुला किए कौन कला देखिक लज्जा लगुच। से सरकार बंद करूँ झोट अखा दबार बंद करूँ एवं बंद करूँ।